ରଥର ଦୁଆର ବେଢା ପ୍ରସ୍ତୁତ ପାଇଁ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସାଥୀ ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ 3 ରଥର 12ଗୋଟି ଦୁଆର ବେଢା ମଧ୍ୟରୁ 3 ରଥର 2ଟି ଲେଖାଏଁ ଦୁଆର ବେଢା ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ 3 ରଥର ବେଦୀ ଚାରିପାର୍ଶ୍ୱର ପଟାବାଡିଆ କାର୍ଯ୍ୟ 3 ରଥର 4 କୋଣକୁ ଛାଡ଼ି ବେଦୀ ଚାରିପାର୍ଶ୍ୱରେ ପଟା ବାଡିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 3 ରଥକୁ 13 ପରାସ୍ତ ପୋଟଳ ଉଠି ଶେଷ ହୋଇଛି। 32 କୋଟି ପାଖୁଡାର ନିର୍ମାଣ କାର୍ଯ୍ୟ। ରୂପକାର ସେବକମାନେ 3 ରଥର 24ଟି ନାଟ ଗୋଡରୁ 12 ଗୋଟି ନାଟ ଗୋଡରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିବା ପରେ ବାକି 12 ଗୋଟି ନାଟ ଗୋଡରେ ରୂପ ଖୋଦେଇ ଜାରି ରଖିବା ସହ ଶେଷ ହୋଇଥିବା କନ୍ଦର୍ପ ରୂପ ଖୋଦେଇ ରୂପରେ ଅଳଙ୍କାର ପକା କାର୍ଯ୍ୟ ସହ ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ 3 ରଥର ପୋଟଳ କଣ୍ଟା ଯୋଗାଇବା ପରେ 3 ରଥର କଳସ କଣ୍ଟା ଦୁଆର ବେଢା ପାଇଁ କଣ୍ଟା ନିର୍ମାଣ ସହ 3 ରଥର ଜଏଣ୍ଟ ସ୍ଥାନରେ ଏଲ୍ କ୍ୟାମ୍ପ ୟୁ କାମ 3 ରଥର ଦୁଆର ବେଢା ପ୍ରସ୍ତୁତ ପାଇଁ ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସାଥୀ ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ 3 ରଥର 12ଗୋଟି ଦୁଆର ବେଢା ମଧ୍ୟରୁ 3 ରଥର 2ଟି ଲେଖାଏଁ ଦୁଆର ବେଢା ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ 3 ରଥର ବେଦୀ ଚାରିପାର୍ଶ୍ୱର ପଟାବାଡିଆ କାର୍ଯ୍ୟ 3 ରଥର 4 କୋଣକୁ ଛାଡ଼ି ବେଦୀ ଚାରିପାର୍ଶ୍ୱରେ ପଟା ବାଡିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 3 ରଥକୁ 13 ପରାସ୍ତ ପୋଟଳ ଉଠି 3 ରଥର 4ଟି ଲେଖାଏଁ ଦୁଆର ବେଢା ରଥକୁ ଉଠିବା ପରେ ଖାଲିଥିବା 3 ରଥର 4 କୋଣରେ ପଟା ବାଡିଆ କାର୍ଯ୍ୟ ସମ୍ପନ୍ନ ହେବ।